ସତ୍ୟମ୍ବରିୟାତ ଦ୍ୱିତୀୟ ଭାଗ। ଭଗବାନ ଅଛନ୍ତି କି ନାହାନ୍ତି? ସେଲୁନରେ ଲୋକଟିଏ ବସି ବାଳ କାଟୁଥିଲା। ସେ ବାରିକର ଜଣାଶୁଣା। ତା ସଙ୍ଗେ ସୁଖ ଦୁଃଖ ହୋଇ ସମୟ ବିତେଇବା ପାଇଁ ବାରିକ ତାର କଥୋପକଥନ ଆରମ୍ଭ କରିଦେଲା। ବୁଝିଲ ଭାଇ, ଯାହା କହ, ଏ ଦୁନିଆରେ ଭଗବାନ ବୋଲି କିଛି ଗୋଟେ ନାହିଁ। ଜୀବନରେ ମଣିଷ ଅନେକ ଦୁଃଖ କଷ୍ଟ ସହୁଛି। ସଂସାରରେ ଦିନକୁ ଦିନ ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ବଢ଼ି ଚାଲିଛି। ଯଦି ଭଗବାନ ଅଛନ୍ତି, ସେ କ'ଣ କରୁଛନ୍ତି? କାହିଁ ଏଗୁଡ଼ାକ ତ ବନ୍ଦ ହେଉନାହିଁ। ତେଣୁ ତୁମେ ଯାହା କହ, ଏ ଭଗବାନ ଭଗବାନ ସବୁ ନାଟକ। ସେମିତି କେହି ଗୋଟେ ନାହାନ୍ତି। ଲୋକଟି ସବୁ କଥା ଶୁଣିଲା, ଚୁପ୍ ରହିଲା। ବାଳ କାଟି ସାରି ପଇସା ଦେଇ ଫେରିଗଲା। ଘଣ୍ଟାଏ ପରେ ସେ ପୁଣି ସେଲୁନକୁ ଆସିଲା। ସାଥିରେ ଥିଲା ଲମ୍ବା ଦାଢ଼ି ରଖିଥିବା ଜଣେ ବ୍ୟକ୍ତି। ଲୋକଟି ବାରିକକୁ ଲକ୍ଷ୍ୟ କରି କହିଲା, ଏ ଲୋକଟିକୁ ଦେଖିପାରୁଛ? ୟାର ଲମ୍ବା ଲମ୍ବା ଦାଢ଼ିକୁ ଦେଖ। ସତରେ ଏ ଦୁନିଆରେ ବାରିକ ବୋଲି କେହି ନାହାନ୍ତି। ଯଦି ଅଛନ୍ତି, ସେ କ'ଣ କରୁଛନ୍ତି? କାହିଁ ୟାର ଦାଢ଼ି ତ ଯେମିତିକି ସେମିତି ଅଛି। ଦିନକୁ ଦିନ ବଢ଼ୁଛି ସିନା, କମିବାର ନାଁ ନେଉ ନାହିଁ। ତେଣୁ ତୁମେ ଯାହା କହ ଭାଇ, ଏ ବାରିକ ଫାରିକ ଗୋଟେ ନାଟକ। ସେମିତି ଗୋଟେ କେହି ନାହାନ୍ତି। ପାଠକଗଣ, ଦୁନିଆରେ ଭଗବାନ ଯଦି ନାହାନ୍ତି, ତେବେ ବାରିକ ମଧ୍ୟ ନାହାନ୍ତି। ଅନ୍ୟାୟ ଓ ଅତ୍ୟାଚାର ଦେଖି ଯଦି ଆପଣ ଭଗବାନଙ୍କ ଉପସ୍ଥିତିକୁ ପ୍ରଶ୍ନ କରନ୍ତି, ତେବେ ଲମ୍ବା ଲମ୍ବା ଦାଢ଼ି ବାଳ ଦେଖି ମୁଁ ବାରିକର ଉପସ୍ଥିତିକୁ ମଧ୍ୟ ପ୍ରଶ୍ନ କରିବି। ତେଣୁ ମଞ୍ଜ କଥାଟି ହେଲା, ଲମ୍ବା ଲମ୍ବା ବାଳ କାଟିବାକୁ ହେଲେ ଆମକୁ ଯେମିତି ବାରିକ ପାଖକୁ ଯିବାକୁ ପଡ଼େ, ସେମିତି ଦୁଃଖ କଷ୍ଟ କାଟିବାକୁ ହେଲେ ଆମକୁ ଭଗବାନଙ୍କ ପାଖକୁ ଯିବାକୁ ପଡ଼ିବ। କେବଳ ଯୁକ୍ତି କଲେ ବାଳ କଟିବନି କି ଦୁଃଖ କଟିବନି। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଭଗବାନରେ ବିଶ୍ୱାସ ନ କରି ପ୍ରକୃତିରେ ବିଶ୍ୱାସ କରନ୍ତି। ସେମାନେ କହନ୍ତି ଯେ ଭଗବାନ ବୋଲି କେହି ନାହାନ୍ତି। ଏ ଦୁନିଆରେ ଆପଣ ଯାହା ଦେଖୁଛନ୍ତି ସେ ହେଉଛି ପ୍ରକୃତିର ରଚନା। ଏହି ପରିପ୍ରେକ୍ଷୀରେ ଏକ ସୁଫି କାହାଣୀ କହୁଛି। ଏହି କାହାଣୀରେ ସ୍ୱାମୀ ଫକୀର ହୁସେନ ପ୍ରକୃତିରେ ବିଶ୍ୱାସ କରେ ଓ ସ୍ତ୍ରୀ ରୁବିଆ ଭଗବାନଙ୍କ ଉପରେ ବିଶ୍ୱାସ କରେ। ଦିନକର କଥା, ଫକୀର ହୁସେନ ସକାଳୁ ବାହାରେ ପ୍ରକୃତିର ଦୃଶ୍ୟ ଦେଖି ବିମୋହିତ ହୋଇପଡ଼ିଲେ। ଆଉ ସ୍ତ୍ରୀକୁ ଡାକିବାକୁ ଲାଗିଲେ, ଏ ରୁବିଆ, ଭିତରେ କ'ଣ କରୁଛୁ? ବାହାରକୁ ଆ, ଦେଖ କେତେ ସୁନ୍ଦର ଏ ସକାଳ ଚିତ୍ର। ପୂର୍ବ ଦିଗରୁ ଲାଲ ରଙ୍ଗର ସୂର୍ଯ୍ୟ ଉଦୟ ହେଉଛନ୍ତି। ଚାରିଆଡ଼େ ତାଙ୍କ ଆଲୋକ ବିଛୁରିତ ହୋଇ ପଡ଼ୁଛି। ଗଛପତ୍ର କାକରରେ ଭିଜି ସତେଜ ଦିଶୁଛନ୍ତି। ପ୍ରଜାପତିମାନେ ଫୁଲମାନଙ୍କ ଉପରେ ଗୁଣୁଗୁଣୁ ହୋଇ ଉଡ଼ି ବୁଲୁଛନ୍ତି। ଦେଖ କେତେ ସୁନ୍ଦର ଏ ସକାଳର ଚିତ୍ର। ତୁ ଶୀଘ୍ର ବାହାରକୁ ଆସେ। ଏଇଠି ଶୁଣୁ, ଦୂରରେ କୋଇଲିମାନଙ୍କର କୁହୁ କୁହୁ ଗୀତ ଆଉ ଛୋଟ ଛୋଟ ଚଢ଼େଇମାନଙ୍କର ଚିଁ ଚାଁ ଶବ୍ଦ କେମିତି ଭାସି ଆସୁଛି। ସତରେ କେତେ ମଧୁର ଏ ପ୍ରକୃତିର ସଙ୍ଗୀତ। ରୁବିଆ ଭିତରେ ଥାଇ ଖିଲି ଖିଲି ହୋଇ ହସି ଉଠି କହିଲା, ତୁମେ ବାହାରେ ରହି କ'ଣ କରୁଛ? ଭିତରକୁ ଆସ। ଏଠି ଦେଖିବ କେତେ ସୁନ୍ଦର ଦିଶୁଛନ୍ତି ସେ ଚିତ୍ରକର, ଆଉ କେତେ ମଧୁର ଲାଗୁଛନ୍ତି ସେ ଗୀତିକାର। ବନ୍ଧୁଗଣ, ଦୁଃଖ ଲାଗେ ଯେ ଆପଣ ଚିତ୍ରକୁ ବିଶ୍ୱାସ କରୁଛନ୍ତି, କିନ୍ତୁ ଚିତ୍ରକରକୁ ବିଶ୍ୱାସ କରୁନାହାନ୍ତି। ଗୀତର ମାଧୁର୍ଯ୍ୟରେ ହଜି ଯାଉଛନ୍ତି, ଅଥଚ ଗୀତିକାର କିଏ ଅଛନ୍ତି ବୋଲି ସନ୍ଦେହ କରୁଛନ୍ତି। ସୁନ୍ଦର କଥାଟିଏ ପଢ଼ୁଛନ୍ତି, କଥାରେ ବିଭୋର ହୋଇଯାଉଛନ୍ତି, ଅଥଚ କଥାକାରକୁ ଭୁଲି ଯାଉଛନ୍ତି। ଜୀବନ୍ତ ନାଟକଟିଏ ଦେଖୁଛନ୍ତି, ଅଥଚ ନାଟ୍ୟକାରର ଉପସ୍ଥିତିକୁ ନେଇ ଯୁକ୍ତି କରୁଛନ୍ତି। ସମସ୍ତ ଦୁନିଆ କଳାପୂର୍ଣ୍ଣ, ସମସ୍ତେ କଳାରେ ଭରପୁର, କିନ୍ତୁ କଳାକାର ଜଣେ କିଏ ଅଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି। ଥରେ ଭାବନ୍ତୁ ତ, ଚିତ୍ରକର ବ୍ୟତୀତ ଚିତ୍ର, ଗୀତିକାର ବ୍ୟତୀତ ଗୀତ, ନାଟ୍ୟକାର ବ୍ୟତୀତ ନାଟ ଓ କଥାକାର ବ୍ୟତୀତ କଥା ସମ୍ଭବ କି? ଆସନ୍ତୁ ଦୁନିଆରେ କିଛି ଅଦ୍ଭୁତ ସୃଷ୍ଟି ଦେଖିବା। କିଏ ୟାର ସ୍ରଷ୍ଟା ହୋଇପାରେ? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପିମ୍ପୁଡ଼ି ତା ଜୀବନରେ କେବେ ଶୁଏ ନାହିଁ। ତିମି ମାଛକୁ କେବେ କୌଣସି ରୋଗ ହୁଏ ନାହିଁ। ଡଲଫିନ୍ ମାଛଟିଏ 10 ମିନିଟ୍ ପର୍ଯ୍ୟନ୍ତ ବିନା ନିଶ୍ୱାସ ପ୍ରଶ୍ୱାସରେ ରହିପାରିବ। ଅସରପା ମୁଣ୍ଡ କଟିଗଲେ ମଧ୍ୟ 10 ଦିନ ପର୍ଯ୍ୟନ୍ତ ବଞ୍ଚିଯିବ। ଠେକୁଆଟେ ମୁଣ୍ଡ ନ ବୁଲେଇ ବି ପଛପଟକୁ ଦେଖିପାରିବ। ଗୋଟେ ପିମ୍ପୁଡ଼ି ନିଜ ଓଜନ ଠାରୁ 50 ଗୁଣ ଓଜନର ଜିନିଷ ବୋହିପାରିବ। ଗୋଟେ ବେଙ୍ଗ ନିଜ ଓଜନ ଠାରୁ 10 ଗୁଣ ଓଜନର ଖାଦ୍ୟ ଖାଇ ଦେଇପାରିବ। ସବୁଠୁ ଆଶ୍ଚର୍ଯ୍ୟର କଥା, ମହୁମାଛି ଯେଉଁ ମହୁ ସଂଗ୍ରହ କରିଥାଏ, ତାହା 5000 ବର୍ଷ ପରେ ମଧ୍ୟ ଖାଇପାରିବେ। ଏସବୁ ପ୍ରକୃତିର କିଛି ଅଦ୍ଭୁତ ସୃଷ୍ଟି। ତେବେ ବିନା ସ୍ରଷ୍ଟାରେ ଏମିତି ସୃଷ୍ଟି ସମ୍ଭବ କି? ଏ କଥା କିନ୍ତୁ ନାସ୍ତିକମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ପୁରୁଣା ରାଜା ରାଜୁଡ଼ା କଥାଟିଏ କହୁଛି,
ଦୁଇ ବନ୍ଧୁ ରାଜ୍ୟ ତରଫରୁ ଯୁଦ୍ଧ କରିବାକୁ ଯାଇଥିଲେ। ଶତ୍ରୁପକ୍ଷ ସୈନ୍ୟମାନଙ୍କର ଅତର୍କିତ ଆକ୍ରମଣକୁ ସାମ୍ନା କରି ନ ପାରି ସେମାନଙ୍କ ସେନାବାହିନୀ ଛତ୍ରଭଙ୍ଗ ଦେଲା। ବନ୍ଧୁ ଦୁଇ ଜଣ ଜୀବନ ରକ୍ଷା ନିମନ୍ତେ ନିକଟରେ ଥିବା ଗୋଟେ ଗୁମ୍ଫା ଭିତରେ ପଶିଗଲେ। କୌଣସି ଅସ୍ତ୍ରଶସ୍ତ୍ର ମଧ୍ୟ ନଥିଲା। ମୃତ୍ୟୁ ଆସନ୍ନ ବୋଲି ଜାଣିପାରି ଜଣେ ବନ୍ଧୁ ଗୁମ୍ଫା ଭିତରେ ଥାଇ ପ୍ରାଣ ରକ୍ଷା ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା ଆରମ୍ଭ କରିଦେଲେ। ଅନ୍ୟ ବନ୍ଧୁ ଜଣକ ଥିଲେ ନାସ୍ତିକ, ତେଣୁ ସେ ଚୁପଚାପ ବସି ରହିଲେ। ବାହାରେ ଶତ୍ରୁ ସୈନ୍ୟମାନଙ୍କର କୋଳାହଳ ଶୁଭିବାରୁ ଦୁଇ ଜଣ ଯାକ ସେମାନଙ୍କ ହାତରେ ନିହତ ହେବା ସୁନିଶ୍ଚିତ ବୋଲି ଭାବିନେଲେ। ଏହି ସମୟରେ ନାସ୍ତିକ ବନ୍ଧୁ ଜଣକ ଗୁମ୍ଫା ମୁହଁରେ ଗୋଟେ ବୁଢ଼ିଆଣୀକୁ ଦେଖି କହିଲେ, ଏଇଟି ତୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲୁ, ଦେଖ ତୋତେ ରକ୍ଷା କରିବାକୁ ସ୍ୱୟଂ ଭଗବାନ ଆସିଗଲେ। ଏ କଥା ସିଏ ତାଚ୍ଛଲ୍ୟ କରି କହୁଥିବା ବେଳେ ବୁଢ଼ିଆଣୀଟି ଗୁମ୍ଫା ମୁହଁରେ ତାର ଜାଲ ବୁଣିବା ଆରମ୍ଭ କରିଦେଲା। ଭିତରୁ ଏମାନଙ୍କର ଖସଖାସ ଶବ୍ଦ ଶୁଣି ବାହାରେ ଉପସ୍ଥିତ ଥିବା ଶତ୍ରୁପକ୍ଷ ସୈନ୍ୟମାନେ ଗୁମ୍ଫା ଭିତରେ ପଶି ଖୋଜିବାକୁ ବାହାରିଲା ବେଳେ ତାଙ୍କ ଭିତରୁ ଜଣେ ସୈନିକ ଅନ୍ୟ ଜଣେ ସୈନିକକୁ କହିଲା, ଆ ପଳେଇବା, ଏ ଗୁମ୍ଫା ଭିତରେ କେହି ନାହାନ୍ତି। ଅନ୍ୟ ସୈନିକ ଜଣକ ତୁ କେମିତି ଜାଣିଲୁ ବୋଲି ପଚାରିବାରୁ ସେ କହିଲା, ଆରେ ମୂର୍ଖ, ସାମ୍ନାରେ ତୋତେ ଗୋଟେ ବୁଢ଼ିଆଣୀ ଜାଲ ଦିଶୁଛି କି ନାହିଁ? ଯଦି ସେମାନେ ଏ ବାଟେ ଗୁମ୍ଫା ଭିତରେ ପ୍ରବେଶ କରିଥାନ୍ତେ ତେବେ ଏମିତି ଅକ୍ଷତ ଅବସ୍ଥାରେ ଏ ଜାଲଟି ରହିଥାନ୍ତା କି? ତେଣୁ ଆ ପଳେଇବା, ସେମାନେ ଏଠି ନୁହେଁ ଅନ୍ୟ କେଉଁଠି ଲୁଚି ଯାଇଛନ୍ତି। ଏ ତ ଗଲା ଭଗବାନଙ୍କ ଅସ୍ତିତ୍ୱ ସପକ୍ଷରେ ପଣ୍ଡିତମାନଙ୍କର ଯୁକ୍ତି। ବେଳେବେଳେ ମୂର୍ଖମାନେ ମଧ୍ୟ ଏ ସମ୍ପର୍କରେ ଏମିତି କଥାଟି ମାନ କହିଦେଇଥାନ୍ତି ଯେ ଯାହା ପଣ୍ଡିତମାନଙ୍କ ମଥାକୁ ମଧ୍ୟ ଜୁଟି ନଥାଏ। ଏମିତି ଦୁଇ ଜଣ ମୂର୍ଖଙ୍କ କଥୋପକଥନ ଶୁଣନ୍ତୁ। ରାମ ଶ୍ୟାମକୁ ପଚାରିଲା, ଭାଇ କହିଲୁ ଭଗବାନ ଅଛନ୍ତି କି ନାହିଁ? ଏ କଥା ଶୁଣି ଶ୍ୟାମ ରାମକୁ ଠୋ କିନା ଚଟକଣିଟେ ପକେଇ ଦେଇ କହିଲା, କ'ଣ କାଟିଲା? ରାମ ହଁ କରିବାରୁ ଶ୍ୟାମ କହିଲା, ଦେଖିଲୁ ଭଗବାନ ଅଛନ୍ତି? ରାମ କହିଲା, କାହିଁ ମୋତେ ତ ଦିଶୁନାହିଁ। ଶ୍ୟାମ କହିଲା, ଆରେ ମୂର୍ଖ, କାଟିବାଟା ଖାଲି ଜାଣି ହୁଏ, ଦେଖି ହୁଏ ନାହିଁ। ତୁ ଯନ୍ତ୍ରଣାକୁ କେବଳ ଅନୁଭବ କରିପାରିବୁ, ତାକୁ ଦେଖିପାରିବୁ ନାହିଁ। ଏ କଥା ଶୁଣି ରାମ ପ୍ରଶ୍ନ କଲା, ଭାଗ୍ୟ ତେବେ କ'ଣ? ଶ୍ୟାମ କହିଲା, ମୁଁ ମାଡ଼ ମାରିବି ଆଉ ତୁ ମାଡ଼ ଖାଇବୁ, ଏଇଟା କ'ଣ ତୁ ଆଗରୁ ଜାଣିଥିଲୁ? ରାମ ନାହିଁ କରିବାରୁ ଶ୍ୟାମ କହିଲା, ସେଇଟା ହିଁ ଭାଗ୍ୟ। ରାମ ପୁଣି ପଚାରିଲା, ଆଚ୍ଛା ଭାଇ କହିଲୁ ଜଣେ କାହିଁକି କଷ୍ଟ ପାଉଛି ଆଉ ଜଣେ କାହିଁକି କଷ୍ଟ ପାଉନି? ଶ୍ୟାମ କହିଲା, ଆରେ ମୋ ହାତ ତୁ ଗାଲକୁ ମାରିଲା, କଷ୍ଟ କାହାକୁ ହେଲା, ଗାଲକୁ ନା ହାତକୁ? ବୁଝିଲୁ ନା ଆଉ କିଛି ପ୍ରଶ୍ନ ଅଛି? ପାଠକଗଣ, ଗୋଟିଏ ଚଟକଣିର ଚମତ୍କାର ଦେଖିଲେ ତ? ତେଣୁ ଭଗବାନ ଅଛନ୍ତି କି ନାହାନ୍ତି ଆଉ ପ୍ରଶ୍ନ କରନ୍ତୁ ନାହିଁ। ସମାପ୍ତ।